ମୋର ସମସ୍ତ ପ୍ରିୟ ଛାତ୍ରଛାତ୍ରୀମାନେ ତୁମ ସମସ୍ତଙ୍କୁ ପୁଣି ଥରେ ଏସ୍ଏସ୍ ଓଡ଼ିଆ ଏକାଡେମୀ ୟୁଟ୍ୟୁବ୍ ଚ୍ୟାନେଲକୁ ସ୍ୱାଗତ। ପିଲାମାନେ, ଆଜି ଆମେ ଦେଖିବା ବୋର୍ଡ଼ ପରୀକ୍ଷା ପ୍ରସ୍ତୁତି ନିମନ୍ତେ କେତୋଟି ସହଜ ଉପାୟ ସେ ବିଷୟରେ ଆମେ ଜାଣିବା। କିନ୍ତୁ ତା ପୂର୍ବରୁ ଯେଉଁମାନେ ଚ୍ୟାନେଲକୁ ନୂଆ ଆସୁଛ, ଚ୍ୟାନେଲକୁ ନିଶ୍ଚିତ ଭାବରେ ଗୋଟେ ସବସ୍କ୍ରାଇବ୍ କରି ରଖ ଏଇଭଳି ଇନଫର୍ମେଟିଭ୍ ଭିଡ଼ିଓ ପାଇବା ପାଇଁ। ଏବଂ ପରବର୍ତ୍ତୀ ସମୟରେ ଆମେ ଏଇ ଯେଉଁ ସମର ଭ୍ୟାକେସନ୍ ରହୁଛି, ତ ସମର ଭ୍ୟାକେସନ୍ରେ ଆମେ ପ୍ରତ୍ୟେକ ସବଜେକ୍ଟର ଅବଜେକ୍ଟିଭ୍ କ୍ୱେଶ୍ଚନ୍ ଆଲୋଚନା କରିବା ଏବଂ ବିଷୟବସ୍ତୁକୁ ଅତି ସହଜ ଓ ସରଳ ଭାବରେ ପଢ଼ି ଯିବା। ତେଣୁ ପିଲାମାନେ, ମୁଁ ଆଶା କରିବି ତୁମେମାନେ ଚ୍ୟାନେଲକୁ ନିଶ୍ଚିତ ଭାବରେ ସବସ୍କ୍ରାଇବ୍ କରି ରଖ ଆଉ ସାଙ୍ଗମାନଙ୍କ ସହିତ ବହୁତ ମାତ୍ରାରେ ସେୟାର କରିଦିଅ। ପାଖରେ ଥିବା ଅଲ୍ ଦ ବେଲ୍ ନୋଟିଫିକେସନ୍ ଆଇକନ୍ ଉପରେ କ୍ଲିକ୍ କରିଦିଅ। ଏବେ ଦେଖିବା, ଚାଲ ବୋର୍ଡ଼ ପରୀକ୍ଷା ପ୍ରସ୍ତୁତି ନିମନ୍ତେ କେତୋଟି ସହଜ ଉପାୟ। ଟିପ୍ସ ଫର୍ ଷ୍ଟଡିଂ ଫର୍ ବୋର୍ଡ଼ ଏକ୍ଜାମ୍। ଦେଖ, ଇଂଲିଶ, ମ୍ୟାଥମେଟିକ୍ସ, ଜେନେରାଲ୍ ସାଇନ୍ସ, ସୋସିଆଲ୍ ସାଇନ୍ସ, ଲାଙ୍ଗୁଏଜ୍ ଯାହା କିଛି ଆମର ରହିଛି ସମସ୍ତ ସବଜେକ୍ଟ, ସେ ସବଜେକ୍ଟ ଗୁଡ଼ାକ କିଭଳି ଭାବରେ ଆମେ ଭଲ ନମ୍ବର ରଖିପାରିବା, ତ ସେଥିପାଇଁ ଆମେ କ'ଣ କ'ଣ ଟିପ୍ସ ଆପଣେଇବା ଦରକାର ତାହା ସବୁ ଆମେ ଜାଣିବା। ଦେଖ, ବୋର୍ଡ଼ ପରୀକ୍ଷା ପ୍ରସ୍ତୁତି ନିମନ୍ତେ କେତୋଟି ସହଜ ଉପାୟ। ପିଲାମାନେ ବିଭିନ୍ନ କାରଣ ଯୋଗୁଁ ମାନସିକ ଚାପର ଶିକାର ହୋଇଥାନ୍ତି। ସେହି କାରଣ ଗୁଡ଼ିକ ମଧ୍ୟରୁ ପରୀକ୍ଷା ହେଉଛି ଗୋଟିଏ ମୁଖ୍ୟ କାରଣ। ପ୍ରତ୍ୟେକ ପିଲା ନିଜ ନିଜର ଦକ୍ଷତା ଅନୁସାରେ ସଫଳତା ପାଇଥାନ୍ତି। ସଫଳତା ପାଇବାରେ କେତେଜଣଙ୍କୁ ବହୁ ସମୟ ତ କେତେଜଣଙ୍କୁ ଖୁବ୍ କମ୍ ସମୟ ଲାଗିଥାଏ। ଏହା ନିଜ ନିଜର କୌଶଳ, ଦୃଷ୍ଟିକୋଣ ଓ ପାଠପଢ଼ା ପଦ୍ଧତି ଉପରେ ନିର୍ଭର କରିଥାଏ, ଯାହାକୁ କି ସେମାନେ ଅନୁସରଣ କରିଥାନ୍ତି। ନିମ୍ନସ୍ଥ କିଛି ସାଧାରଣ ଉପାୟ ଯାହା ପରୀକ୍ଷା ସମୟରେ ପିଲାମାନଙ୍କୁ ଚାପମୁକ୍ତ କରି ସେମାନଙ୍କର ସ୍ୱପ୍ନକୁ ସାକାର କରିବାରେ ସହାୟକ ବା ସାହାଯ୍ୟ କରିବ। ଦେଖ, କ'ଣ କ'ଣ ସକାରାତ୍ମକ ଭାବନା ଆମେ ମନ ଭିତରେ ପୋଷଣ କରିବା ଉଚିତ। ସାଧାରଣତଃ ପରୀକ୍ଷା ଚାପରୁ ନିବୃତ୍ତ ରହିବା ପାଇଁ ସକାରାତ୍ମକ ଚିନ୍ତାଧାରା ନିହାତି ଆବଶ୍ୟକ। ପ୍ରତ୍ୟେକ ପିଲା ସବୁବେଳେ ନିଜର ଚିନ୍ତାଧାରାକୁ ସକାରାତ୍ମକ କରିବା ଉଚିତ। ମୁଁ ନିଶ୍ଚୟ କରିପାରିବି, ଚେଷ୍ଟା କଲେ ସଫଳତା ପାଇପାରିବି, ଦୃଢ଼ ଇଚ୍ଛାଶକ୍ତି ଥିଲେ ଯେକୌଣସି କାମ ସଫଳତାର ସହିତ କରିପାରିବି ଇତ୍ୟାଦି। ଏହିପରି ସକାରାତ୍ମକ ଚିନ୍ତାଧାରା ରହିଲେ ଛାତ୍ରଛାତ୍ରୀମାନଙ୍କ ମନୋବଳ ଦୃଢ଼ ହୋଇଥାଏ ଓ ତାଙ୍କ ମନରେ କୌଣସି ପ୍ରକାରର ନକାରାତ୍ମକ ଭାବନା ସ୍ଥାନ ପାଏ ନାହିଁ, ଯାହାଦ୍ୱାରା କି ସେମାନେ ନିଜର ଲକ୍ଷ୍ୟସ୍ଥଳରେ ପହଞ୍ଚିବାରେ ସଫଳ ହୋଇଥାନ୍ତି। ତେଣୁ ଏ ସମସ୍ତ ଜିନିଷ ଗୁଡ଼ାକୁ ଆମେ ମନେ ରଖିବା ଉଚିତ। ତାପରେ ଦେଖ, ଷ୍ଟଡି ଥ୍ରୋଲି ଆଣ୍ଡ ଟେକ୍ ହେଲ୍ପ ଫ୍ରମ୍ ସାମ୍ପଲ୍। ପାଠ୍ୟ ଖସଡ଼ାର ପ୍ରତ୍ୟେକ ବିଷୟବସ୍ତୁକୁ ଭଲ ଭାବେ ବୁଝିକି ପଢ଼ିଲେ ପରୀକ୍ଷାରେ ପ୍ରଶ୍ନର ସଠିକ୍ ଉତ୍ତର ଲେଖିବାରେ କୌଣସି ଅସୁବିଧା ହେବ ନାହିଁ। କିନ୍ତୁ ତୁମେମାନେ ପାଠକୁ ଯେତେ ଥର ପୁନରାବୃତ୍ତି କରିବ, ସେହି ବିଷୟ ଉପରେ ତୁମର ଜ୍ଞାନ ସେତେ ସୁଦୃଢ଼ ହେବ। ତେଣୁ ପୁନରାବୃତ୍ତି ଅର୍ଥାତ୍ ବାରମ୍ବାର ଅଭ୍ୟାସ କରିବା ଉଚିତ। ଏପରି ନ କଲେ ପରୀକ୍ଷାରେ ପ୍ରଶ୍ନୋତ୍ତର ଲେଖିବା ବେଳେ ଭୁଲିଯିବାର ସମ୍ଭାବନା ଥାଏ। ତେଣୁ ତୁମେମାନେ ପରୀକ୍ଷା ପୂର୍ବରୁ ନମୁନା ପ୍ରଶ୍ନପତ୍ର ଅଭ୍ୟାସ କରିବା ଉଚିତ, ଯେଉଁଟା ସାମ୍ପଲ୍ ପେପର୍ ଆମେ କହୁଛେ, ତାକୁ ବାରମ୍ବାର ଅଭ୍ୟାସ କରିବା ଉଚିତ। ଆହୁରି ମଧ୍ୟ ଯଦି କୌଣସି ସନ୍ଦେହ ଆସେ, ତାହେଲେ ଆମେ ଶିକ୍ଷକଙ୍କ ସାହାଯ୍ୟ ନେବା। ଯେମିତି 10ମ ଶ୍ରେଣୀର ଗୋଟେ ବିଷୟ ଅଛି ସ୍କୁଲ୍ସ ଗୁଡ୍ ବାଏ, ସେଥିରେ ଲର୍ଡ଼ ୟୁଷ୍ଟାସ୍ ପର୍ସି ସମସ୍ତ ଛାତ୍ରଛାତ୍ରୀମାନଙ୍କୁ କହିଛନ୍ତି, ଆବଶ୍ୟକ ବେଳେ ଯଦି କେତେବେଳେ ବି କିଛି ଡାଉଟ୍ ଆସୁଛି ତ ତାହା ଶିକ୍ଷକମାନଙ୍କୁ ପଚାରିକି ସନ୍ଦେହମୁକ୍ତ ହେବା ଉଚିତ। ତାପରେ ଦେଖିବା, ଟେକ୍ ବ୍ରେକ୍ସ। ଆମେ ସବୁବେଳେ ଖାଲି ପାଠ ପଢ଼ିଲେ ହେବନି, ତ ତା ଭିତରେ ବିରତି ନେବା। ଯେମିତି ଆମେ ନ୍ୟୁଜ୍ ରୁମ୍ରେ ନ୍ୟୁଜ୍ ପଢ଼ା ହେଉଛି, ତ ଗୋଟେ 5 ସେକେଣ୍ଡ କି 10 ସେକେଣ୍ଡ କି 15 ସେକେଣ୍ଡର ଗୋଟେ ଭିଡ଼ିଓ ଚାଲୁଛି, ତ ସେଇଟା ବିରତି ଟାଇମ୍। ତ ସେଇଭଳି ଭାବରେ ଆମେ ପାଠ ପଢ଼ାରେ ମଧ୍ୟ କିଛି ନିର୍ଦ୍ଦିଷ୍ଟ ସମୟ ବ୍ୟବଧାନରେ ବିରତି ନେବା। ଗୋଟିଏ ଜାଗାରେ ଦୀର୍ଘ ସମୟ ଧରି ପଢ଼ିଲେ ମାନସିକ ଚାପ ବଢ଼ିଥାଏ। ତେଣୁ ପଢ଼ିବା ସମୟରେ ପ୍ରତ୍ୟେକ ଅଧିବେଶନ ପରେ କିଛି ବା ଅଳ୍ପ ସମୟ ବିରତି ନେବା ଆବଶ୍ୟକ। ଏହି ସମୟରେ ଗୀତ ଶୁଣିବା, ଟିଭିରେ ନିଜ ପସନ୍ଦର କାର୍ଯ୍ୟକ୍ରମ ଦେଖିବା ଇତ୍ୟାଦି, ଯାହାକି ତୁମକୁ ପରବର୍ତ୍ତୀ ଅଧିବେଶନରେ ବସି ପଢ଼ିବା ପାଇଁ ମାନସିକ ଯେଉଁ ସ୍ଥିରତା ଦରକାର ଆଣିବାରେ ସାହାଯ୍ୟ କରିବ। କିନ୍ତୁ ମନେ ରଖ ଯେ ପଢ଼ିବା ସମୟରେ ସାଙ୍ଗସାଥୀମାନଙ୍କ ସହିତ କଥା ହେଲେ ପାଠରୁ ଧ୍ୟାନ ହଟିଯାଇଥାଏ। ସମୟ ସମୟରେ ସାଙ୍ଗମାନେ ତୁମକୁ ପଢ଼ାରୁ ନିବୃତ୍ତ କରିବା ପାଇଁ ଅନେକ ଚେଷ୍ଟା କରିପାରନ୍ତି, ଯାହାଦ୍ୱାରା ତୁମର ପଢ଼ାରୁ ମନ ଛାଡ଼ିଯିବାର ସମ୍ଭାବନା ଥାଏ। ତେଣୁ ପାଠ ପଢ଼ିବା ସମୟରେ ମନ ଦୃଢ଼ କରି ପାଠ ପଢ଼ାରେ ମନ ଦେବା ଉଚିତ। ହ୍ୟାଭ୍ ଏ ହେଲ୍ଦି ଡାଏଟ୍ ଆଣ୍ଡ ଗୁଡ୍ ସ୍ଲିପ୍ସ। ଆମେ ଉତ୍ତମ ଖାଦ୍ୟ ଖାଇବା, ଖାଲି ପେଟ ଭରିବା ପାଇଁ ନୁହେଁ, ସୁଷମ ଖାଦ୍ୟ ଖାଇବା, ଯେମିତି ଆମକୁ ସବୁ ପ୍ରକାର
ଭିଟାମିନ୍ ମିଳିପାରିବ। ତା ସହିତ ଆମେ ସଠିକ୍ ବିଶ୍ରାମ ନେବା ଉଚିତ। ପରୀକ୍ଷା ପାଇଁ ପ୍ରସ୍ତୁତି ସମୟରେ ସ୍ୱାସ୍ଥ୍ୟକର ଖାଦ୍ୟ ଖାଇବା ଉଚିତ। ରାତିରେ ଅତି କମ୍ରେ 6 ଘଣ୍ଟା ଭଲ ନିଦରେ ଶୋଇବା ଉଚିତ। ଅନେକଙ୍କର ମତ ଯେ ପରୀକ୍ଷା ସମୟରେ ରାତିରେ ଅନିଦ୍ରା ରହି ପାଠ ପଢ଼ିଲେ ମନ ଦେଇ ପଢ଼ି ହୁଏ, କିନ୍ତୁ ଏହା ଭୁଲ ଧାରଣା। ଏପରି କଲେ ଦିନସାରା ହାଲିଆ ଲାଗେ, ନିଦ ଆସିଥାଏ ଓ ପଢ଼ାରେ ମନ ଲାଗିନଥାଏ। ଆମେ ଯଦି ଦିନରେ ଓ ରାତିରେ ଅନିଦ୍ରା ରହି ପାଠ ପଢ଼ୁଥିବା ପିଲାଙ୍କ ଭିତରେ ତୁଳନା କରିବା, ତାହେଲେ ଜାଣିପାରିବା ଯେ ରାତି ଅନିଦ୍ରା ରହି ପଢ଼ିବା ପିଲାଙ୍କ ଅପେକ୍ଷା ଦିନ ବେଳେ ଯିଏ ସମୟ ନଷ୍ଟ ନ କରି ପାଠ ପଢ଼ିଥାଏ ସେ ଅଧିକ ସମୟ ପାଇଥାଏ। ଆହୁରି ମଧ୍ୟ ରାତି ଅନିଦ୍ରା ରହି ପରୀକ୍ଷା ଦେଲେ ସମୟ ସମୟରେ ପାଠ ସବୁ ଭୁଲିଗଲା ପରି ଲାଗେ। ତେଣୁ ରାତିରେ ଆବଶ୍ୟକ ସମୟ ଶୋଇ ଦିନରେ ପଢ଼ିବା ଉଚିତ। ରାତିରେ ଶୋଇବା ପୂର୍ବରୁ ଗରମ କ୍ଷୀର କିମ୍ବା ନଖ ଉଷୁମ ପାଣିରେ ଲେମ୍ବୁ ରସ ପକାଇ ପିଇଲେ ଭଲ ନିଦ ହୋଇଥାଏ, ଯାହା ଫଳରେ କି ଉଠିଲା ବେଳକୁ ବହୁତ ସତେଜ ଲାଗେ ଏବଂ ଦିନସାରା ଫୁର୍ତ୍ତି ରହିବାରେ ସାହାଯ୍ୟ କରିଥାଏ। ଟକ୍ ଟୁ ୟୋର ସିବଲିଙ୍ଗସ୍ ଆଣ୍ଡ ପ୍ୟାରେଣ୍ଟସ୍। ଘର ଲୋକଙ୍କ ସହିତ ଆମେ ବାର୍ତ୍ତାଳାପ କରିବା। କ'ଣ ନା ଘରେ ବାପା ମା' ଭାଇ ଭଉଣୀ ଓ ଅନ୍ୟ ଗୁରୁଜନମାନେ ସମସ୍ତଙ୍କୁ ମୋର ଶୁଭଚିନ୍ତକ। ସେମାନେ ନିଶ୍ଚିତ ଭାବରେ ତୁମର ଭଲ କଥା ଚିନ୍ତା କରିଥାନ୍ତି। ତୁମେ ବର୍ତ୍ତମାନ ଗତି କରୁଥିବା ପର୍ଯ୍ୟାୟ ଦେଇ ସେମାନେ ଗତି କରିସାରିଛନ୍ତି। ତେଣୁ ସେମାନେ ତୁମ ମନରେ ଆସୁଥିବା ଦ୍ୱନ୍ଦ୍ୱ ଓ ପ୍ରଶ୍ନ ବିଷୟରେ ବେଶ୍ ପରିଚିତ। ତେଣୁ ତୁମେ ଯଦି କିଛି ସମସ୍ୟାର ସମ୍ମୁଖୀନ ହେଉଛ, ତାହେଲେ ସେମାନଙ୍କ ସହିତ ଆଲୋଚନା କରି ସେମାନେ ସେମାନଙ୍କ ଅଭିଜ୍ଞତାରୁ ତୁମକୁ ଉଚିତ ଦିଗଦର୍ଶନ ଦେଖାଇ ପାରିବେ, ଯାହାଫଳରେ ତୁମ ସମସ୍ୟାର ସହଜରେ ସମାଧାନ ହୋଇପାରିବ। ଗୁଡ୍ ସ୍କୋର୍ସ, ଭଲ ମାର୍କ କିଭଳି ରଖିବା। ପିଲାମାନେ ପରୀକ୍ଷା କହିଲେ ସମସ୍ତ ପରିଶ୍ରମ କରି ପାଠ ପଢ଼ିଥାନ୍ତି, କିନ୍ତୁ ବେଳେବେଳେ ଆମେ ପରିଶ୍ରମ କଲେ ମଧ୍ୟ ଆଶାନୁରୂପ ଫଳ ପାଇନଥାଉ। ତ ସେ କ୍ଷେତ୍ରରେ ଆମେ କ'ଣ କରିବା ନା 100% ପରିଶ୍ରମ କରି ମଧ୍ୟ ଯଦି ନମ୍ବର ଆଶାନୁରୂପ ଆସିଲା ନାହିଁ, ତାହେଲେ ବିଚଳିତ ନ ହୋଇ ଓ ଭାଙ୍ଗି ନ ପଡ଼ି ଜୀବନର ପରବର୍ତ୍ତୀ ସୋପାନକୁ କିପରି ସୁଦୃଢ଼ କରିବ ସେଥିପ୍ରତି ଯୋଜନା କରିବା ଉଚିତ। ଏଭଳି ବହୁତ ସଫଳ ବ୍ୟକ୍ତିଙ୍କର ଉଦାହରଣ ଅଛି, ଯିଏକି ବାରମ୍ବାର ଅକୃତକାର୍ଯ୍ୟ ହୋଇ ମଧ୍ୟ ଜୀବନରେ ବହୁତ ଆଗକୁ ଯାଇଛନ୍ତି। ପ୍ରାକ୍ଟିସ୍ ୟୋଗା ଫର୍ ସେଲ୍ଫ କନଫିଡେନ୍ସ। ଯୋଗ ଅଭ୍ୟାସ କରିବା ଉଚିତ। ଯୋଗ ଯେକୌଣସି ବ୍ୟକ୍ତିର ମାନସିକ ଚାପ କମାଇବାରେ, ଶରୀର ସୁସ୍ଥ ରଖିବାରେ, ମନ ଫୁର୍ତ୍ତି ରଖିବାରେ, ସ୍ମରଣଶକ୍ତି ତଥା ଏକାଗ୍ରତା ଇତ୍ୟାଦି ବଢ଼ାଇବାରେ ସାହାଯ୍ୟ କରିଥାଏ। ପ୍ରତ୍ୟେକ ଛାତ୍ରଛାତ୍ରୀ ନିଜର ଲକ୍ଷ୍ୟ ହାସଲ କରିବାକୁ ହେଲେ ଏହିସବୁ ବିଷୟରେ ବିଶେଷ ଧ୍ୟାନ ଦେବା ଉଚିତ। ସବୁଦିନ ସକାଳେ ଅନ୍ତତଃ ଅଧଘଣ୍ଟା ଯୋଗ କରିବା ନିତାନ୍ତ ଆବଶ୍ୟକ। ପ୍ରପର ୟୁଜ୍ ଅଫ୍ ମୋବାଇଲ। ମୋବାଇଲ ଆମେ ସଦୁପଯୋଗ କରିବା। କ'ଣ କରିବା ନା ଅନଲାଇନ୍ ପାଠପଢ଼ା ମାଧ୍ୟମରେ ପିଲାମାନେ ମୋବାଇଲ ଟିଭି ଇତ୍ୟାଦି ସହିତ ଭଲ ଭାବେ ଅଭ୍ୟସ୍ତ ହୋଇଛନ୍ତି। ଅଧିକାଂଶ ପିଲାମାନେ ପଢ଼ା ହେଉଥିବା ସମୟରେ ମୋବାଇଲରେ ଖେଳୁଥିବାର ପରିଲକ୍ଷିତ ହେଉଛି। ପିଲାମାନେ ସାଧାରଣତଃ ମୋବାଇଲରେ ଖେଳିବାକୁ ଭଲ ପାଆନ୍ତି, କିନ୍ତୁ ମୋବାଇଲ ଖେଳ ନିଶା ଆମମାନଙ୍କ ଦୈନନ୍ଦିନ ଜୀବନରେ ବହୁତ କୁପ୍ରଭାବ ପକାଇଥାଏ। ଅତ୍ୟଧିକ ମୋବାଇଲ ଖେଳିବା ଦ୍ୱାରା ପିଲାମାନଙ୍କର ମସ୍ତିଷ୍କ ଉପରେ ଚାପ ପଡ଼େ, ଯାହାଫଳରେ ପଢ଼ିଥିବା ପାଠ ଭୁଲିଯାଆନ୍ତି, ଦୃଷ୍ଟିଶକ୍ତି ଉପରେ ପ୍ରଭାବ ପକାଇଥାଏ, ଦୈନନ୍ଦିନ ବ୍ୟବହାରରେ ନକାରାତ୍ମକ ପରିବର୍ତ୍ତନ ଦେଖାଇଥାଏ ଇତ୍ୟାଦି। ତେଣୁ ଏହିସବୁ କ୍ଷେତ୍ରରୁ ଆମେ ମୁକ୍ତି ପାଇବା ପାଇଁ ମୋବାଇଲକୁ କମ୍ ବ୍ୟବହାର କରିବା ଉଚିତ। ଏହି ପରିବର୍ତ୍ତନ ପିଲାମାନଙ୍କର ବ୍ୟକ୍ତିତ୍ୱର ବିକାଶରେ ବାଧକ ସୃଷ୍ଟି କରିଥାଏ, ତେଣୁ ଆଠାରୁ ଆମେ ଦୂରେଇ ରହିବା ଉଚିତ। ପାଠ ପଢ଼ିବା ସମୟରେ ନିୟମିତ କରିବାକୁ ହେଲେ ସମସ୍ତ ବିଷୟକୁ ନେଇ ଏକ ଟାଇମ୍ ଟେବୁଲ୍ ତିଆରି କରିବା ଆବଶ୍ୟକ। ଏଇଟା ବହୁତ ଗୁରୁତ୍ୱପୂର୍ଣ୍ଣ ଜିନିଷ। ଯଦି ଆମେ ଟାଇମ୍ ଟେବୁଲ୍ ନ କରିକି ପଢ଼ିବା, ତାହେଲେ ଆମେ ପଢ଼ାର ମୂଲ୍ୟ କିଛି ରହିବ ନାହିଁ। ପାଠ ପଢ଼ିବା ସମୟରେ ନିୟମିତ କରିବାକୁ ହେଲେ ସମସ୍ତ ବିଷୟକୁ ନେଇ ଏକ ଟାଇମ୍ ଟେବୁଲ୍ ତିଆରି କରିବା ଆବଶ୍ୟକ। ଯଦି ଆମେ ଟାଇମ୍ ଟେବୁଲ୍ ନ କରିକି ପାଠ ପଢ଼ିବା, ତାହେଲେ ସବୁ ସବଜେକ୍ଟରେ ଆମେ ଭଲ ସ୍କୋର କରିପାରିବାନି ଓ ସବୁ ସବଜେକ୍ଟରେ ଆମେ 100% ଜ୍ଞାନ ହାସଲ କରିପାରିବା ନାହିଁ। ତେଣୁ ଟାଇମ୍ ଟେବୁଲ୍ ତିଆରି କଲାବେଳେ ପ୍ରାୟ ସବୁ ବିଷୟ ପ୍ରତି ସମାନ ଦୃଷ୍ଟି ଦେବାକୁ ପଡ଼ିବ। ଯେଉଁ ବିଷୟରେ ଦୁର୍ବଳ ଅଛ ସେ ବିଷୟକୁ ବେଶୀ ସମୟ ଦେବା ଉଚିତ। ତେଣୁ ଟାଇମ୍ ଟେବୁଲ୍ ତିଆରି କଲାବେଳେ ପ୍ରତି ବିଷୟକୁ ଗୋଟିଏ ଲେଖାଏଁ ରଙ୍ଗ ଦେବା, ଯାହାଦ୍ୱାରା ପ୍ରତି ବିଷୟକୁ ଆବଶ୍ୟକ ଅନୁସାରେ ସମୟ ଦିଆଯାଇଛି କି ନାହିଁ ତାହା ସହଜେ ଜାଣିପାରିବ। ଟାଇମ୍ ଟେବୁଲ୍ ଅନୁସାରେ ପଢ଼ିବା ଆରମ୍ଭ କରିବା ପୂର୍ବରୁ ପ୍ରତ୍ୟେକ ବିଷୟର ବିଷୟବସ୍ତୁ ଗୋଟିଏ କାଗଜରେ କେଉଁ ସପ୍ତାହରେ କ'ଣ ପଢ଼ିବ ଲେଖି ରଖିବା। ସେହି ଅନୁସାରେ ପଢ଼ିଲେ ପରୀକ୍ଷା ପୂର୍ବରୁ ତୁମର ପାଠପଢ଼ା ସରିଯିବ। ଏପରି କଲେ ତୁମର ପଢ଼ିବା ପାଇଁ ଆଗ୍ରହ ସୃଷ୍ଟି ହେବ। ପରୀକ୍ଷା ପ୍ରସ୍ତୁତି ନିମନ୍ତେ କେତୋଟି ସହଜ ଉପାୟ। ପ୍ରଥମ ଥର ପଢ଼ିବା ପାଇଁ ତୁମକୁ ବେଶୀ ସମୟ ଲାଗିବ, କିନ୍ତୁ ଦ୍ୱିତୀୟ ତୃତୀୟ ଥର ରିଭିଜନ୍ କଲାବେଳେ ଶୀଘ୍ର ସରିବ। କୌଣସି ବିଷୟକୁ ଏକକାଳୀନ ବେଶୀ ସମୟ ପଢ଼ିବ ନାହିଁ, ଏପରି କଲେ ସେହି ବିଷୟ ପ୍ରତି ଆଗ୍ରହ କମିଯିବ। ସବୁ ବିଷୟଗୁଡ଼ିକ ଏପରି ରଖିବା ଯେ ସବୁ ବିଷୟରେ ପାଳି ପଡ଼ିବ। ଆହୁରି ମଧ୍ୟ ଅନେକଙ୍କର ସକାଳ ସମୟ
ବହୁତ ଗୁରୁତ୍ୱପୂର୍ଣ୍ଣ ଥାଏ। ସେହିପରି କ୍ଷେତ୍ରରେ ଯେଉଁ ବିଷୟ ମନେ ରଖିବାରେ କଷ୍ଟ ହେଉଛି ସେହି ବିଷୟକୁ ସକାଳ ସମୟରେ ପଢ଼ିବା। ସକାଳେ ମନ ସତେଜ ଥାଏ ଏବଂ ଯାହା ପଢ଼ିଲେ ସହଜରେ ମନେ ରହେ। ଟାଇମ୍ ଟେବୁଲ୍ କେବଳ ପଢ଼ିବାରେ ଗୋଟିଏ ମାପକାଠି, ଦରକାର ପଡ଼ିଲେ ଏହାକୁ ସଂଶୋଧନ କିମ୍ବା ପରିବର୍ତ୍ତନ ମଧ୍ୟ କରିହେବ। ଦୈନିକ 10 ଘଣ୍ଟାରୁ 14 ଘଣ୍ଟା ପଢ଼ିବା ପାଇଁ, 6ରୁ 7 ଘଣ୍ଟା ଶୋଇବା ପାଇଁ, ବାକି ସମୟ ଅନ୍ୟାନ୍ୟ କାର୍ଯ୍ୟ କରିବା ପାଇଁ ଆମେ ବ୍ୟବହାର କରିବା। ତେଣୁ ମିନିମମ୍ 10ରୁ 14 ଘଣ୍ଟା, ପାଖାପାଖି 15 ଘଣ୍ଟା ଆମେ ପାଠ ପଢ଼ିବା ଉଚିତ। ଶୋଇବା ସମୟ ରାତି 10ଟାରୁ ସକାଳ 4ଟା କିମ୍ବା ରାତି 11ରୁ ସକାଳ 5ଟା ହେବା ଉଚିତ। ସକାଳୁ ଉଠିବା ପରେ ନିଜର ନିତ୍ୟକର୍ମ ସାରି କିଛି ସମୟ ବ୍ୟାୟାମ, ଯୋଗ କରିବା। ଏହା ଦିନସାରା ଫୁର୍ତ୍ତି ରଖିବାରେ, ଏକାଗ୍ରତା ବଢ଼ାଇବାରେ ସାହାଯ୍ୟ କରିବ। ବିଷୟର ଗୁରୁତ୍ୱ ଦେଖି ପ୍ରତ୍ୟେକ ବିଷୟ ପାଇଁ 1.5 ଘଣ୍ଟାରୁ 2 ଘଣ୍ଟା ସମୟ ରଖିବା ଉଚିତ। ବାହାର ତେଲଯୁକ୍ତ ଖାଦ୍ୟ ଖାଇବା ନାହିଁ। ଏହା ଖାଇଲେ ଶରୀର ଭାରି ଭାରି ଲାଗେ, ନିଦ ଲାଗିବ। ତେଣୁ ସର୍ବଦା ସନ୍ତୁଳିତ ସୁଷମ ଖାଦ୍ୟ ଖାଇବା ଉଚିତ। ଏଇଟା ବହୁତ ଦରକାରୀ। ଦିନକୁ 6ରୁ 8 ଗ୍ଲାସ୍ ଉଷୁମ ପାଣି ପିଇବ। ଉଷୁମ ପାଣି ପିଇଲେ ଖାଇଥିବା ଖାଦ୍ୟ ସହଜରେ ହଜମ ହୋଇଯିବ। ପ୍ରତି ଅଧିବେଶନର ଆରମ୍ଭରେ 30 ମିନିଟ୍ ଲେଖାଏଁ ପୂର୍ବ ଅଧିବେଶନ ପଢ଼ିଥିବା ପାଠକୁ ରିଭିଜନ୍ କରିବ। ଏହାଦ୍ୱାରା ପାଠର ପୁନରାବୃତ୍ତି ହୁଏ, ଶୀଘ୍ର ମନେ ରହେ। ଅନେକ ପିଲା ପରୀକ୍ଷାରେ ଦିଆଯାଇଥିବା ସମୟର ଠିକ୍ ଭାବେ ପରିଚାଳନା କରିପାରନ୍ତି ନାହିଁ ଏବଂ ସମୟ ଅଭାବରୁ କିଛି ପ୍ରଶ୍ନ ଛାଡ଼ି ଦେଇଥାନ୍ତି। ଏପରି ହେବା ଦ୍ୱାରା ସେମାନେ ଆଶାନୁରୂପ ନମ୍ବର ରଖିପାରନ୍ତି ନାହିଁ। ଏହି ସମସ୍ୟାର ସମାଧାନ କରିବାକୁ ହେଲେ ପ୍ରତିଦିନ କିଛି ଲେଖା ଅଭ୍ୟାସ କରିବାକୁ ହେବ। ଲେଖିବା ବେଳେ ସମୟକୁ ଦୃଷ୍ଟିରେ ରଖି ଲେଖିବା ଉଚିତ। 10ମ ଶ୍ରେଣୀରେ ପଢ଼ୁଥିବା ଛାତ୍ରଛାତ୍ରୀମାନଙ୍କ ପାଇଁ ଟାଇମ୍ ଟେବୁଲ୍ ନମୁନା ନିମ୍ନରେ ଦିଆଗଲା। ଗୋଟିଏ ଦିନକୁ କିପରି 5ଟି ଅଧିବେଶନରେ ବିଭକ୍ତ କରି କିପରି ସହଜରେ ପଢ଼ି ହେବ ତାହାର ଏକ ନମୁନା ନିମ୍ନରେ ଦିଆଗଲା। 5 AM to 11 PM, ସକାଳ 5ଟାରୁ ରାତି 11ଟା ପର୍ଯ୍ୟନ୍ତ। ସେ ବିଷୟରେ ଆମେ ଜାଣିବା କେତେବେଳେ କ'ଣ କରିବା। ଦେଖ, ମର୍ଣ୍ଣିଂ ସେସନ୍ 6 AM to 9:30 AM, ବ୍ରେକଫାଷ୍ଟ ବ୍ରେକ୍। ପ୍ରି ଲଞ୍ଚ ସେସନ୍ 10 AMରୁ 1:30 PM। ପୋଷ୍ଟ ଲଞ୍ଚ ସେସନ୍ 2:30ରୁ 4:30 PM, ଟି ଆଣ୍ଡ ରିକ୍ରିଏସନ୍ ବ୍ରେକ୍। ଇଭିନିଂ ସେସନ୍ 5:30ରୁ 9ଟା, ଡିନର ବ୍ରେକ୍। ନାଇଟ୍ ସେସନ୍ 9:30 PMରୁ 11ଟା, ରାଇଟିଂ ପ୍ରାକ୍ଟିସ୍। ତେଣୁ ଏଇଭଳି ଭାବରେ ଯଦି ଆମେ ପଢ଼ିବା ଏଇ ମଝି ପିରିୟଡ଼ରେ, ତ ତା ଭିତରେ ଲଞ୍ଚ ବ୍ରେକ୍ ରହିବ, ବ୍ରେକଫାଷ୍ଟ ବ୍ରେକ୍ ରହିବ, ଟି ଆଉ ରିକ୍ରିଏସନ୍ ବ୍ରେକ୍ ରହିବ, ଡିନର ବ୍ରେକ୍ ରହିବ। ତ ସମସ୍ତକୁ ନେଇକି ଯଦି ଆମେ ଚାଲିବା, ପରୀକ୍ଷାରେ ନିଶ୍ଚିତ ଭାବରେ ଭଲ ସ୍କୋର କରିପାରିବା। ତେଣୁ ଏଇ 5ଟା ସେସନ୍ ଉପରେ ବହୁତ ଧ୍ୟାନ ଦେବା ଉଚିତ। ସାଧାରଣତଃ ଲମ୍ବା ସମୟ ଯାଏଁ ପଢ଼ି ବସିଲେ ମନ ସ୍ଥିର ରହେ ନାହିଁ। ତେଣୁ ପ୍ରତି ଅଧ୍ୟୟନ ପରେ କିଛି ସମୟ ବିରତି ଦିଆହୋଇଛି। ସେ ସମୟରେ ତୁମେ ତୁମର ମନପସନ୍ଦ ଟିଭି ପ୍ରୋଗ୍ରାମ ଦେଖିପାର, ଗୀତ ଶୁଣିପାର, ଗପସପ ହୋଇପାର ମଧ୍ୟ। ଏପରି କଲେ ମନ ହାଲକା ହୁଏ, ପଢ଼ିବା ପାଇଁ ଆଗ୍ରହ ହୋଇଥାଏ। ପରୀକ୍ଷା ହଲ୍ରେ ପ୍ରଶ୍ନପତ୍ର ବଣ୍ଟା ହେବା ପରେ ପ୍ରଥମେ ଆରମ୍ଭରୁ ଶେଷ ଯାଏଁ ଭଲ ଭାବରେ ପଢ଼ିବ। ପଢ଼ିଲା ବେଳେ ଅତି ସହଜ ଓ କଷ୍ଟ ପ୍ରଶ୍ନଗୁଡ଼ିକୁ ଚିହ୍ନଟ କରିବ। ଏପରି କଲେ ଉତ୍ତର ଲେଖିଲା ବେଳେ ତୁମକୁ ବ୍ୟସ୍ତ ଲାଗିବ ନାହିଁ, କାରଣ ଚିହ୍ନଟ ଦ୍ୱାରା ତୁମେ କାହା ପରେ କେଉଁ ଉତ୍ତର ଲେଖିବ ଠିକ୍ କରି ସେହି ଅନୁସାରେ ଲେଖିବ। ପ୍ରତ୍ୟେକ ପ୍ରଶ୍ନପତ୍ରରେ କିଛି କିଛି କଷ୍ଟ ପ୍ରଶ୍ନ ଥାଏ। ଏହା ସ୍ୱାଭାବିକ ଯେ ସେହି ପ୍ରଶ୍ନଗୁଡ଼ିକ ଦେଖି ତୁମେ ବିଚଳିତ ହୋଇଯାଅ, କିନ୍ତୁ ସେଗୁଡ଼ିକ ଦେଖି କେବେ ବିଚଳିତ ହେବ ନାହିଁ, କାରଣ ଏପରି ହେଲେ ତୁମର ଅନ୍ୟ ପ୍ରଶ୍ନର ଉତ୍ତର ଲେଖିବାରେ ଭୁଲ ହୋଇପାରେ। ତେଣୁ ପ୍ରଥମେ ସହଜ ପ୍ରଶ୍ନର ଉତ୍ତର ଲେଖିବା ଆରମ୍ଭ କରିବ। ଏପରି କଲେ ଉତ୍ତର ସଠିକ୍ ଲେଖିପାରୁଛ ବୋଲି ତୁମର ଆତ୍ମବିଶ୍ୱାସ ବଢ଼ିବ। ଅନ୍ୟ ପ୍ରଶ୍ନଗୁଡ଼ିକର ଉତ୍ତର ଲେଖିବା ପାଇଁ ମାନସିକ ସ୍ତରରେ ପ୍ରସ୍ତୁତ ହେବ। କେତେଟା ନିୟମାବଳୀ ଆମେ ପାଳନ କରିବା ଉଚିତ। ଯେଉଁ ପ୍ରଶ୍ନଗୁଡ଼ିକ ଦେଖିବା ମାତ୍ରେ କଷ୍ଟ ଲାଗେ ସେଗୁଡ଼ିକ ପ୍ରକୃତରେ ସେତେ କଷ୍ଟ ନଥାଏ। ଲେଖା ଆରମ୍ଭ କଲେ ଆପେ ଆପେ ସହଜ ଲାଗେ। ଉତ୍ତର ଲେଖିବାରେ କୌଣସି ଅସୁବିଧା ହୁଏନି। ତେଣୁ ପରୀକ୍ଷା ହଲ୍ ପ୍ରଶ୍ନପତ୍ର ଦେଖି କେବେ ହେଲେ ବ୍ୟସ୍ତ, ବିବ୍ରତ ବା ବିଚଳିତ ହେବା ନାହିଁ। ତାପରେ କ'ଣ କରିବା, ପରୀକ୍ଷା ଦେଲାବେଳେ ସମୟକୁ ଦୃଷ୍ଟିରେ ରଖିବା, କାରଣ ବେଳେବେଳେ ଲେଖୁ ଲେଖୁ ସମୟ ଜଣାପଡ଼େ ନାହିଁ ଓ ଅଧିକ ସମୟ ଅତିବାହିତ ହୋଇଯାଏ। ଏପରି ହେବା ଦ୍ୱାରା ସମୟ ଅଣ୍ଟେ ନାହିଁ, ଯାହାଫଳରେ ବାକି ପ୍ରଶ୍ନର ଉତ୍ତର ଆସୁଥିଲେ ମଧ୍ୟ ଛାଡ଼ିବାକୁ ବାଧ୍ୟ ହୋଇଥାଏ। ପ୍ରତ୍ୟେକ ପ୍ରଶ୍ନର ଉତ୍ତର ଲେଖିବା ପୂର୍ବରୁ ପ୍ରଥମେ ଟିକେ ଚିନ୍ତା କରିବ କ'ଣ ଉତ୍ତର ଲେଖା ହେବ। ପ୍ରଶ୍ନ ଯେତେ ସହଜ ହୋଇଥାଉ ନା କାହିଁକି, ମାର୍କ ଅନୁସାରେ ଉତ୍ତର ଲେଖିବାକୁ ପଡ଼ିବ। ମାର୍କ ଅନୁସାରେ ଲେଖିଲା ବେଳେ ସବୁ ମୁଖ୍ୟ ପଏଣ୍ଟ ଉପରେ ଗୁରୁତ୍ୱ ଦେଇ ଲେଖିବା। ଉତ୍ତର ଦେଲାବେଳେ ପ୍ରଶ୍ନରେ ଯାହା ପଚରାଯାଇଛି ସେତିକି କେବଳ ଉତ୍ତର ଦେବା। ସାଧାରଣତଃ ପ୍ରଶ୍ନପତ୍ର ଏପରି ତିଆରି ହୋଇଥାଏ ଯେ ସବୁ ପ୍ରଶ୍ନର ଉତ୍ତର ଦେବା ପରେ ମଧ୍ୟ 10 ମିନିଟ୍
ରିଭିଜନ୍ ପାଇଁ ଥାଏ। ତେଣୁ ସମୟ ନଷ୍ଟ ନ କରି ନିର୍ଦ୍ଧାରିତ ସମୟ ପୂର୍ବରୁ ଲେଖା ସାରି ଉତ୍ତର ଖାତାକୁ ଆରମ୍ଭରୁ ଶେଷ ଯାଏଁ ପଢ଼ିବା। ଏପରି କଲେ ଯଦି କିଛି ଛାଡ଼ି ଯାଇଥିବ ତାକୁ ଲେଖିପାରିବ ଓ ଛୋଟ ଛୋଟ ଭୁଲଗୁଡ଼ିକ ସଂଶୋଧନ କରିପାରିବ। ବେଳେବେଳେ ପ୍ରଶ୍ନ ନିଜ ଇଚ୍ଛାରେ ବାଛି ଲେଖିବାକୁ ସ୍ୱାଧୀନତା ଦିଆ ହୋଇଥାଏ। ସେହି ପରିପ୍ରେକ୍ଷୀରେ ଉତ୍ତର ଲେଖିବା ପୂର୍ବରୁ ପ୍ରଶ୍ନଟିକୁ ଭଲ ଭାବେ ପଢ଼ିକି ବୁଝିବା ଓ ତାପରେ ନିର୍ଦ୍ଦେଶ ଅନୁସାରେ ଉତ୍ତର ଲେଖିବା। ସମୟ ସମୟରେ ପିଲାମାନେ ନିର୍ଦ୍ଦେଶ ଠିକ୍ ଭାବରେ ଅନୁସରଣ କରି ଉତ୍ତର ଲେଖିଥାନ୍ତି। ଏ କ୍ଷେତ୍ରରେ ଉତ୍ତର ଠିକ୍ ଥିଲେ ମଧ୍ୟ ପରୀକ୍ଷକ ନମ୍ବର ଦିଅନ୍ତି ନାହିଁ। ପିଲାମାନଙ୍କର ଧାରଣା ଯେ ଖାତାରେ ଲେଖିଲା ବେଳେ କଷ୍ଟ ଶବ୍ଦ ଲେଖିଲେ ପରୀକ୍ଷକ ଖୁସି ହୋଇ ଭଲ ନମ୍ବର ଦେବେ, କିନ୍ତୁ ଏହା ସତ୍ୟ ନୁହେଁ। ଅଧିକାଂଶ ପରୀକ୍ଷକ ସହଜ ଭାଷାରେ ବୁଝେଇଲା ଭଳି ଲେଖିଲେ ଭଲ ନମ୍ବର ଦିଅନ୍ତି। ତେଣୁ ପରୀକ୍ଷାରେ ସହଜରେ ବୁଝିଲା ପରି ଭାଷା ଲେଖିବାକୁ ଚେଷ୍ଟା କରିବ। ଆହୁରି ମଧ୍ୟ କଷ୍ଟ ଭାଷା ଲେଖିଲେ ଭୁଲ ହେବାର ସମ୍ଭାବନା ଥାଏ। ଭାଷା ସମ୍ବନ୍ଧୀୟ ପ୍ରଶ୍ନରେ ସମୟ ସମୟରେ ଉତ୍ତର ନିର୍ଦ୍ଧାରିତ ଶବ୍ଦ ମଧ୍ୟରେ ଲେଖିବାକୁ ନିର୍ଦ୍ଦେଶ ଥାଏ। ଏପରି ଥିଲେ ଲେଖିଲା ବେଳେ ଶବ୍ଦର ସଂଖ୍ୟା ପ୍ରତି ନଜର ରଖି ଅଧିକ କିମ୍ବା ଅତି କମ୍ କରିବା ନାହିଁ। ଶବ୍ଦ ସଂଖ୍ୟା ଗଣିବାର ସହଜ ଉପାୟ ହେଉଛି ପ୍ରଥମ ଧାଡ଼ିରେ ଥିବା ଶବ୍ଦ ଗଣିବ, ତାପରେ ଧାଡ଼ି ସଂଖ୍ୟା ଗଣି ଧାଡ଼ିରେ ଥିବା ଶବ୍ଦର ସଂଖ୍ୟାକୁ ଧାଡ଼ି ସଂଖ୍ୟାରେ ଗଣିବା। ଏପରି କଲେ ତୁମେ ଆନୁମାନିକ ଶବ୍ଦର ସଂଖ୍ୟା ପାଇଯିବ। ଏହାକୁ ଜାଣିବା ପାଇଁ ହେଲେ ତୁମେ ପରୀକ୍ଷା ପୂର୍ବରୁ ଅଭ୍ୟାସ କଲାବେଳେ ଦେଖିପାରିବ। ପରୀକ୍ଷା ସମୟରେ କେତେକ ନିୟମାବଳୀ ଯେଉଁ ରହିଛି ତାକୁ ଆମେ ଭଲ ଭାବରେ ପଢ଼ିବା। ତ ଏ ସମସ୍ତ ବିଷୟରେ ଆମେ ଜାଣି ଯିବା। ତାପରେ କେତୋଟି ସହଜ ଉପାୟ। ଗଣିତ। ସାଧାରଣତଃ ଗଣିତ ବିଷୟରେ ଭଲ ନମ୍ବର ରଖିହୁଏ। ଯଦି ତୁମର ଗଣିତ ବିଷୟ ଉପରେ ଭଲ ଧାରଣା ଥିବ ଓ ନିୟମିତ ଅଭ୍ୟାସ କରୁଥିବ ତାହେଲେ ନିଶ୍ଚୟ ଭଲ ନମ୍ବର ରଖିବାରେ କୌଣସି ଅସୁବିଧା ହେବ ନାହିଁ। ତ এই ସମସ୍ତ ଜିନିଷ ପ୍ରତି ଆମେ ସଚେତନ ରହିବା। ତାପରେ ଇଂରାଜୀ। ପୂର୍ବବର୍ଷର ପ୍ରଶ୍ନପତ୍ର ଅଭ୍ୟାସ କରିବା। ରଚନା ଲେଖିଲା ବେଳେ ପ୍ରଥମେ ତୁମେ କେଉଁ କେଉଁ ବିଷୟ ଉପରେ ଗୁରୁତ୍ୱ ଦେଇ ଲେଖିବ ତାହା ନିର୍ଣ୍ଣୟ କରିବ ଓ ତାପରେ କ୍ରମାନ୍ୱୟରେ ଲେଖିବ। ଲେଖିଲା ବେଳେ ବ୍ୟାକରଣ ଓ ବନାନ ପ୍ରତି ସ୍ୱତନ୍ତ୍ର ଦୃଷ୍ଟି ଦେବ, କାରଣ ଇଂରାଜୀରେ ବ୍ୟାକରଣ ଭୁଲ ହେଲେ ଲେଖିଥିବା ବିଷୟ ପ୍ରତି ବସ୍ତୁ ଉପରେ କିଛି ଗୁରୁତ୍ୱ ଦିଆଯାଏ ନାହିଁ। ସବୁ ପ୍ରଶ୍ନର ଉତ୍ତର ଲେଖି ସାରିଲା ପରେ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଥରେ ପଢ଼ିବ। ଏପରି କଲେ ଯଦି କିଛି ଭୁଲ ଥିବ ସଂଶୋଧନ କରିପାରିବା। ତ ଏଇଭଳି ଭାବରେ ଆମେ ଜାଣିବା। ବିଜ୍ଞାନ ବି ମଧ୍ୟ ସେଇଭଳି ଭାବରେ ଦେଖିବା। ତାପରେ ସାମାଜିକ ବିଜ୍ଞାନ ବିଷୟରେ ମଧ୍ୟ ଜାଣିବା। ତେଣୁ ଥ୍ୟାଙ୍କ ୟୁ ସମସ୍ତଙ୍କୁ। ତ ଆମେ ସମସ୍ତେ ଏଇଭଳି ଭାବରେ ଅଭ୍ୟାସ କରିବା ଏବଂ ବିଷୟରେ 100% ନମ୍ବର ଆଣିବାରେ ସହାୟକ ହେବା। ତେଣୁ ଆଶା କରୁଛି ଭିଡ଼ିଓଟି ସମସ୍ତଙ୍କୁ ଭଲ ଲାଗିଥିବ ଏବଂ ସମସ୍ତଙ୍କ ପାଖରେ ଭଲ ଇନଫର୍ମେସନ୍ ପହଞ୍ଚି ପାରିଥିବ। ଏବଂ ଯଦି ଭିଡ଼ିଓଟି ଭଲ ଲାଗିଥାଏ ଚ୍ୟାନେଲକୁ ନିଶ୍ଚିତ ଭାବରେ ସବସ୍କ୍ରାଇବ୍ କରିବାକୁ ଆଦୌ ଭୁଲିବ ନାହିଁ। କାହିଁକିନା ସମୟରେ ଆମେ ବର୍ତ୍ତମାନ ଅବଜେକ୍ଟିଭ୍ କ୍ୱେଶ୍ଚିନ୍ର ଆଲୋଚନା କରିବା। ପ୍ରତ୍ୟେକ ବିଷୟ ୱାଇଜ୍ ରହୁଛି। ଜୟ ଜଗନ୍ନାଥ।